ମୁଁ ବାର୍ଦ୍ଧକ୍ୟର ଚରମ ସୀମାରେ ପହଞ୍ଚି ଯାଇଛି। ଯେବେ ମୁଁ ଶରର ସତମ ପଶ୍ଚିମ ଶରର ସତମ ଶତାୟୀ ହେଇଯାଇଛି। ତେଣୁକରି ମୁଁ ଆପଣମାନଙ୍କର ଧୈର୍ଯ୍ୟ ଲୁଣ୍ଠନ କରିବାକୁ ଯାଉନାହିଁ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଗାୟତ୍ରୀ ମନ୍ତ୍ର ଆପଣମାନେ ବ୍ରାହ୍ମଣ, ଏ ବ୍ରାହ୍ମଣ ଶାସନ। ବ୍ରାହ୍ମଣମାନଙ୍କର ଗାୟତ୍ରୀ ମନ୍ତ୍ର ହେଉଛି ଧ୍ୟେୟ। ମୁଁ ଗାୟତ୍ରୀ ମନ୍ତ୍ରଟି ପ୍ରଥମେ ପଢ଼ିଛି। ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗୀର୍ଭିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକୈକନାଥ। ଯୋଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ଶୂନ୍ୟନ୍ତି ଦିବ୍ୟୈସ୍ତବୈର୍ବେदैଃ ସାଙ୍ଗପଦୋକ୍ରମୋପନିଷଦରେ ଗାୟନ୍ତି ଯଂ ଶ୍ୟାମଗା ଧ୍ୟାନାବସ୍ଥିତ ତତଗତେନ ମନସା ପଶ୍ୟନ୍ତି ଯଂ ଯୋଗୀନ ଯସ୍ୟନ୍ତନ ବିଦୁଷୁରାସୁରଗଣା ଦେବାୟ ତସ୍मै ନମଃ। ପାର୍ଥାୟ ପ୍ରତିବୋଧିତଂ ଭଗବତେ ନାରାୟଣେନ ସ୍ୱୟଂ ବ୍ୟାସେନ ଗଠିତା ପୁରାଣ ମୁନିନାଂ ମଧ୍ୟରେ ମହାଭାରତ ଅଦ୍ୱୈତାମୃତ ବର୍ଷିଣୀ ଭଗବତୀ ମଷ୍ଟାଦଶୋଧ୍ୟାୟିନୀ ଅମ୍ବଂ ତ୍ୱାମୃତଂ ଦଧାମି ଭଗବତ ଗୀତେ ଭବଦ୍ବେଷିଣୀ। ପାରଶ୍ଚର୍ଯ୍ୟବତୋ ସରୋଜକମଳଂ ନିରହ ଗନ୍ଧୋତ୍କଟଂ ନାନାଖ୍ୟାନ କୋକେଶ୍ୱର ହରିକଥା ସମ୍ಬೋଧନା ବୋଧିତଂ ଲୋକେ ସଜନ ଷଟ୍ପଦରହରହ ପୁପୀୟମାନ ମୁଦା ଭୂୟତ୍ ଭାରତ ପଙ୍କଜ କଳିମଳ ପ୍ରଧ୍ୱଂସିନୀ ଶ୍ରେୟସେ। ଭୀଷ୍ମଦରନ୍ତର୍ଜଳା ଗନ୍ଧାର ନିରୋତ୍ପଳା ଶଲ୍ୟଗ୍ରହାବତୀ କୃପେଣ ବହନୀ କର୍ଣ୍ଣେନ ବେଳାକୁଳା ଅଶ୍ୱତ୍ଥାମ ବିକର୍ଣ୍ଣ ଘୋର ମକରା ଦୁର୍ଯ୍ୟୋଧନାବର୍ତ୍ତିନୀ ସୋତ୍ତୀର୍ଣ୍ଣ ଖଳୁ ପାଣ୍ଡବୈରଣ ନଦୀ କୈବର୍ତ୍ତକ କେଶବ। ମାନନୀୟ ସଭାପତି ମହାଶୟ, ଆବାଳ ବୃଦ୍ଧ ବନିତା ଯିଏକି ଏହି ଶାସନ ମାର୍ଥାପୁର ଶାସନର ଆବାଳ ବୃଦ୍ଧ ବନିତା, ଏତତ୍ ବ୍ୟତୀତ ମନ୍ତ୍ରାସୀନ ଅତିଥିବୃନ୍ଦ ଏବଂ ମୋ ସମ୍ମୁଖରେ ଯେଉଁ ଶତ୍ରୁବର୍ଗ ଅଛନ୍ତି, ଆପଣମାନେ ଭାବୁଥିବେ ଏମାନେ ବସୁଛନ୍ତି ମନ୍ତ୍ରାସନ ହିସାବରେ ଏମାନଙ୍କର ଗୁରୁତ୍ୱ ବେଶୀ, କିନ୍ତୁ ଆପଣମାନଙ୍କର ଗୁରୁତ୍ୱ ବେଶୀ। କେମିତି? ଗୋଟା କଥା ଅଛି, ନିକିତିତ ବୋଲ ସାନ ବଡ଼କୁ ଯେହୁ ଭାରି ସେଇ ଉଦୟ ତଳକୁ। ନିକିତରେ ଓଜନ କରିବେ ଗୋଟାଏ ପାଖରେ 5 କେଜି, ଗୋଟାଏ ପାଖରେ 2 କେଜି। 2 କେଜି ଉପରକୁ ଉଠିବ, 5 କେଜି ତଳକୁ ଯିବ। ଆପଣମାନେ ଯେଉଁମାନେ ଶତ୍ରୁବର୍ଗ ଅଛନ୍ତି, ଆପଣମାନେ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଆଧେୟ, ଆମେ ହେଉଛୁ ଆଧାର। ଟିକେ ବିଚାର କରିବାକୁ ହେବ। ପାଲାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ କହିଲେ ରାତି ପାହିବ, ଦିନ ପ୍ରହରେ ହେବ। ପାଲା ସଂସ୍କୃତି ନଥିଲେ ଓଡ଼ିଆ ଭାଷା ନଥାନ୍ତା। ଆପଣମାନେ ଏତିକି ମନେ ରଖନ୍ତୁ, ଗଣିନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ମା ପାର୍ବତୀ ଏବଂ ସୂର୍ଯ୍ୟ, ଏ ପଞ୍ଚଦେବତାଙ୍କୁ ପୂଜା କରାଯାଏ। ଏକଂ ସଦ ବିପ୍ରା ବହୁଧା ବଦନ୍ତି। ଗୋଟିଏ ପଦାର୍ଥକୁ ପଣ୍ଡିତମାନେ ଭିନ୍ନ ଭିନ୍ନ ରୂପ ଦିଅନ୍ତି। ପାଲାରେ ପ୍ରଥମେ ପଞ୍ଚଦେବତାଙ୍କୁ ଆହ୍ୱାନ କରାଗଲା। ମତବାଦଗତ ସଂକୀର୍ଣ୍ଣତାକୁ ନିରାକରଣ କରିବା ପାଇଁ ଶୈବ, ଗାଣପତ୍ୟ, ବୈଷ୍ଣବ, ସୌର, ଶାକ୍ତ ଏ ଭିତରେ ତଫାତ୍ କିଛି ନାହିଁ। ଏହି ପରମ୍ପରାକୁ ପ୍ରଥମେ ଆଧାର କରି ପାଲା ସଂସ୍କୃତି ସୃଷ୍ଟି ହେଇଛି। ପାଲା ପାଲେ ତ କି ପାଲା ସଂସ୍କୃତିକି ପାଳନ କରାଯାଏ, ଯାହା ମାଧ୍ୟମରେ ସେ ହେଉଛି ପାଲା। ପଞ୍ଚଆଳି ଶବ୍ଦରୁ ଅପଭ୍ରଂଶ ହେଇଛି ପାଲା। ପଞ୍ଚଆଳି ପଞ୍ଚଆଳି ବୋଇଲେ ପଞ୍ଚଦେବତା, ପଞ୍ଚଦେବତାଙ୍କର ସମଷ୍ଟି ସେ ପାଲା ହେଇଛି। ଆପଣମାନେ ମନେ ରଖନ୍ତୁ ଗୋଟିଏ କଥା, ଓଡ଼ିଆ ଭାଷା ବଞ୍ଚିଛି ପାଲା ପାଇଁ। 1803ରେ ଓଡ଼ିଶାକୁ ଦଖଲ କଲା ଇଂରେଜ ସରକାର। ତା ପୂର୍ବରୁ ସମଗ୍ର ଭାରତ ବର୍ଷରେ ଆଧିପତ୍ୟ ବିସ୍ତାର କରିଥିଲା। ଦୁର୍ଦ୍ଦଶ ଓଡ଼ିଆ ଜାତି ବ୍ରିଟିଶ କେଶରୀ ଗୋଡ଼ ତଳେ ଅବନତ କଲା ନାହିଁ। ଜାଗିଲା ପାଇକ ବିଦ୍ରୋହ ଖୋର୍ଦ୍ଧା ମାଟିରେ। ଇଏ ଢେଙ୍କାନାଳ, ଇଏ ହେଉଛି ବ୍ରଜନାଥ ବଡ଼ଦଳାର ମାଟି। ଆକୁ ଟିକେ ଆପଣମାନଙ୍କୁ ବିଚାର କରିବାକୁ ପଡ଼ିବ। ଜନ୍ ବିମ୍ସ ବାଲେଶ୍ୱର କଲେକ୍ଟର
ବାଲେଶ୍ୱରରେ ସେ କଲେକ୍ଟର ଥିଲେ। କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ବୋଲି ଜଣେ ଶିକ୍ଷାବିତ୍ ଆଇଲା ବଙ୍ଗଳାରୁ, କହିଲା ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ, ଓଡ଼ିଆ ହେଉଛି ବଙ୍ଗଳା ଭାଷାର ଉତ୍ପନ୍ନ। ଏତିକି ବେଳେ ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, ରାଧାନାଥ ରାୟ ଏମାନଙ୍କର କୂଳ କୁଣ୍ଡଳିନୀ ଜାଗିଲା। ଯାଇ ଜନ୍ ବିମ୍ସି ପାଖରେ ପହଞ୍ଚିଲେ, କହିଲେ କ'ଣ ଓଡ଼ିଆ ଭାଷା ସ୍ୱତନ୍ତ୍ର ଭାଷା ନୁହଁ, ଓଡ଼ିଆ ଭାଷା ବଙ୍ଗଳାରୁ ବାହାରିଛି। ଜନ୍ ବିମ୍ସି ପଚାରିଲେ ସାତ ସମୁଦ୍ର ତେର ନଈ ପାରରୁ ଆସି ଆମକୁ ଶାସନ କରୁଥିଲା, ତମର ଓଡ଼ିଆ କବି କିଏ? ଆଦି କବି ସାରଳା ଦାସ। ଝଙ୍କଡ଼ ମା ସାରଳାଙ୍କ ଆଶୀର୍ବାଦ ବଳରେ ଯେ ବିଲଙ୍କା ରାମାୟଣ ଲେଖିଲେ, ଓଡ଼ିଆ ମହାଭାରତ ଲେଖିଲେ, ଚଣ୍ଡୀ ପୁରାଣ ଲେଖିଲେ। ତା ପରବର୍ତ୍ତୀ ଅବସ୍ଥାରେ ଆସିଲେ ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ, ଅଚ୍ୟୁତ ନେମାଳ, ଅନନ୍ତ ବାଲିପାଟଣା ଖୋର୍ଦ୍ଧା ଜିଲ୍ଲା, ଜଗନ୍ନାଥ କପିଳେଶ୍ୱର ଶାସନ ପୁରୀ ଜିଲ୍ଲା, ବଳରାମ ସମଗ୍ର ଓଡ଼ିଶାର ଜଣେ ବିଶିଷ୍ଟ କବି, ଯେ ଲକ୍ଷ୍ମୀ ପୁରାଣ ଲେଖିଥିଲେ। ହାଡ଼ି ଘରେ ଥିବ ଲକ୍ଷ୍ମୀ, ପ୍ରାଣ ଘରେ ଥିବ, ଶୌଚ ନ ହୋଇ ବଡ଼ ଦେଉଳେ ପଶିବ, ସର୍ବେ ଖାଇ ମୁଣ୍ଡ ଯେବେ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ତୁମେ ମା ମାନେ ଏଠି ଅଛ, ତୁମେ ଲକ୍ଷ୍ମୀ ପୁରାଣ ପଢ଼ୁଥିବା ମାଣବସା ବେଳେ। ତେଣୁକରି ତାପରେ ଆସିଲେ କିଏ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତ କବି ଦୀନକୃଷ୍ଣ, କବି ସୂର୍ଯ୍ୟ ବଳଦେବ ରଥ, ଯଦୁମଣି ମହାପାତ୍ର, ରୀତି ଯୁଗର କବି। ଇଏ ଓଡ଼ିଆ ସାହିତ୍ୟର ପରମ୍ପରା। ଆପଣମାନେ ଜାଣନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଉତ୍କଳମଣି ଗୋପବନ୍ଧୁ ଲେଖିଲେ, ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ, ପଥେ ପଞ୍ଚହୃଷ୍ଟ ମନା, ବିଡ଼ି ବୋଲେ ଚଷା, ଅନ୍ତପୁରେ ଜୋଷା, ନୃତ୍ୟ ରଙ୍ଗେ ବାରାଙ୍ଗନା। ସଭାରେ ପଣ୍ଡିତ ଗାଏ ଭଞ୍ଜ ସାହିତ୍ୟ। ପଣ୍ଡିତ ମାନେ ଅଛନ୍ତି, ବ୍ରାହ୍ମଣ ଶାସନ ପଣ୍ଡିତ ଗାଏ ଭଞ୍ଜ ସାହିତ୍ୟ। ବାଟରେ ବାଟ ହେଇଯାଉଛି, ମୁଣ୍ଡରେ ବୋଧ, ଶାନ୍ତ କ୍ଳାନ୍ତ ଗଳଦକ୍ଷମ ହେଇଛି, ସେ ଗାଉଛି ଭଞ୍ଜ ସାହିତ୍ୟ। ବିଡ଼େ ବୋଲେ ଚଷା, ଲଙ୍ଗଳ କଣ୍ଠି ଧରିଛି ଚଷା, ତାଙ୍କରା ଫୁଟଉଛି, ବଳଦ ଅଡ଼ଉଛି, ପାଗ ଦେଇଛି, ବିହନ ବୁଢ଼ା ହେଉଛି, ସେ ଗାଉଛି ଭଞ୍ଜ ସାହିତ୍ୟ। ଅନ୍ତପୁରେ ଦୋଷା, ଏ ମା ମାନେ ବର୍ତ୍ତମାନ ଏଠି ଅଛନ୍ତି, ଅସୂର୍ଯ୍ୟ ପଂସା ରମଣୀ ମାନେ ଗାଆନ୍ତି ଭଞ୍ଜ ସାହିତ୍ୟ। ଟିକିରେ ବାରାଙ୍ଗନା ବେଶ୍ୟା, ବେଶ୍ୟା ନାଚେ, ସେ ଗାଏ ଭଞ୍ଜ ସାହିତ୍ୟ। ଓଡ଼ିଆ ସାହିତ୍ୟର ପରମ୍ପରା ଅତି ମହାନ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଆପଣ ଜାଣନ୍ତି, ତାଙ୍କ ଘର ମେଦିନୀପୁର, ତାଙ୍କ ବାପା ନା ଠାକୁର ଦାସୀ। ଦିନେ କଲିକତାରେ କାଳିଘାଟକୁ ଯାଉଛନ୍ତି, ଅନେକ ବଙ୍ଗାଳୀ ଅଛନ୍ତି। ଏତିକି ବେଳେ କେତେ ଗୁଡ଼ିଏ ବଙ୍ଗାଳୀ ଝିଅ ଯାଉଥିଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଗୋଡ଼ରେ କଠଉ ପିନ୍ଧିଛନ୍ତି, କଠଉ ପିନ୍ଧିକିରି ବାଲି ଉଡ଼ିଲା, ସେ ଝିଅମାନଙ୍କ ଶାଢ଼ୀରେ ପଡ଼ିଲା। ସେ ଝିଅମାନେ କହିଲେ, ମରି ଉଡ଼ିଲେ ତେଜ, ଓଡ଼ିଆର ତେଜକୁ ଦେଖ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରକୁ ଓଡ଼ିଆ ବୋଲି କହିଲେ। ମେଦିନୀପୁର ଓଡ଼ିଶାରେ ଥିଲା, ଆପଣମାନେ ଜାଣନ୍ତୁ, ବର୍ତ୍ତମାନ ବି ଜାଣନ୍ତୁ। ବଙ୍ଗଳା ଭାଷା ଓଡ଼ିଆ ଓଡ଼ିଆ ଭାଗବତ, ଓଡ଼ିଆ ଭାଗବତକୁ ବଙ୍ଗଳାରେ ସେ ଆଣି ହୁଏତ ଭାଗବତ ପଢ଼ନ୍ତି। ଜେନା ଜାନା, ଜେନା ଆମର ଓଡ଼ିଶାରେ ଜେନା ଅଛନ୍ତି, ଜେନାଙ୍କୁ ବେହେଲେ ଜେନା, ବେହେରା ବେହେରା, ସାମଲ ସାସବଲ। କିନ୍ତୁ ଓଡ଼ିଆ ଭାଷା ଅତି ଉନ୍ନତ, ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ। ଆପଣମାନେ ଜାଣନ୍ତି ଓଡ଼ିଶାର ପାଲା ଗାୟକ, ଆପଣମାନଙ୍କୁ କ'ଣ କହିବି? ଖୋର୍ଦ୍ଧା, ଆମର ଆଗରୁ ପୁରୀ ଜିଲ୍ଲା ଖୋର୍ଦ୍ଧା, ଗୋଳବାଇନା, ବାଙ୍କ ଦାସ। ଆଉ ଗୋଟିଏ କଥା ମୁଁ କହିବି, ଗୋଟିଏ ବଂଶ 7 ପୁରୁଷ ଧରିକିରି ପାଲା ଗାୟକ ଥିଲେ। ଆପଣମାନେ ଜାଣନ୍ତି ଗୋଟିଏ କଥା, ସେ 7 ପୁରୁଷ କିଏ? କେନ୍ଦ୍ରାପଡ଼ା କୋରୁଅ ଗାମ, ଭୋଳନାଥ ଷଡ଼ଙ୍ଗୀ, କୃପା ସିନ୍ଧୁ ଷଡ଼ଙ୍ଗୀ, ଭାବଗ୍ରାହୀ ଷଡ଼ଙ୍ଗୀ, ଦାମୋଦର ଷଡ଼ଙ୍ଗୀ। ଆଉ କିଛି କଥା ମନେ ପଡ଼ୁନାହିଁ। ଆମର ଦୁର୍ଯ୍ୟୋଧନ ପଣ୍ଡା ସେଇ ଯାଜପୁରର କଲିକତାରେ ଥିଲେ। ସେ ରାଧାନାଥ, ଫକୀରମୋହନ, ନନ୍ଦକିଶୋର ଏମାନଙ୍କ ଲେଖାକୁ ହୁଏତ ପାଲାରେ କରୁଥିଲେ। କୃଷ୍ଣ ପ୍ରସାଦ ବାସୁ ବଙ୍ଗାଳୀ, ସେ ଓଡ଼ିଶାର ଅଧିବାସୀ।
କୁସୁମ ପ୍ରସାଦ ବସୁ ବହୁତ ଗୁଡ଼ିଏ କାବ୍ୟ ଲେଖିଲି ପାଲା ଗାୟକମାନେ ତାକୁ ପରିବେଷଣ କରୁଛନ୍ତି। ମୋର ବାମ ପାର୍ଶ୍ୱରେ ଅଛନ୍ତି ମଦନ ମୋହନ ଜେନା, ମୋର ଉତ୍ତରାଧିକାରୀ ମୁଁ ଥିଲି ସଭାପତି, ମାର୍କଣ୍ଡେୟ ବାହିନୀପତି ହେଲେ। ତାପରେ ବର୍ତ୍ତମାନ ମୋର ଉତ୍ତରାଧିକାରୀ ହିସାବରେ ବସିଛନ୍ତି ମଦନ ମୋହନ ଜେନା, ଗୋଟେ ଆଦର୍ଶ ଶିକ୍ଷକ। ଏଠି ଗାୟକମାନେ ବି ଅଛନ୍ତି, ଢେଙ୍କାନାଳ ଜିଲ୍ଲାର ସ୍ଥାନୀୟ ଗାୟକମାନେ ଅଛନ୍ତି, ସମସ୍ତଙ୍କ ନାଁ ମୁଁ କହିପାରୁନି। ସେମାନଙ୍କୁ ମୁଁ ସ୍ୱାଗତ କରୁଛି, ଧନ୍ୟବାଦ ଅର୍ପଣ କରୁଛି। ପାଲା ଗାୟକମାନେ ଗାଁ ଗଣ୍ଡା ଅପୁତଳା ଗହିରୀ ବିଲ ନଈ ନାଳ ଘେରା ଚାରିଆଡ଼େ ବୁଲି ବୁଲିକିରି ପାଲା ଗାଉଥିଲେ। ପାଲା ସଂସ୍କୃତି ନଥିଲେ ଓଡ଼ିଆ ଭାଷା ନଥାନ୍ତା। ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ଐକ୍ୟ। गांधी कहले ईश्वर अल्लाह तेरे नाम सबको सन्मति दे भगवान। गांधी हिंदू मुस्लिम सांप्रदायिक समन्वय माने गर्जन कलाबे आलोचना कलाबे पाला गायक माने कहते जय जय सत्यपुरी सनातन दस्तगिरी जय जय अनाथर नाथ जय देव नारायण चतुर्धा मुक्ति धारण जय देव जोगाधि पुरुष ओकिदा साबुत करी छाड़ीते दुकुल मारी बंधुदेव सत्यनारायण देख कलिजुग सार कलिजुग अवतार अलेख पुरुष निरंजन राम जी एक गोलोक नाही कटिक जार दुनि कुरान पुराण पाप सिंधु तरीबारे सत्य पीर अवतारे दिल बीरे भाविया दियन गोटे शासन को मुआईसी ब्राह्मण शासन रतिकांत नंद सहित मोर बहुत आलोचना है। ब्राह्मण मान कौटू आईले जाजपुर आपण मैंने गोटे कथा कहतु जजाति केशरी 10,000 ब्राह्मण आनिले कान्यकुब्जर जाजपुर गोटे यज्ञ कले नाभि गयारे यज्ञ शेष पर पूर्णाहुति पर पचारे राजा पचारे अयो पुरोहित केते ब्राह्मण आनीथल ना आम आनीलु 10,000 ना गोटे गोटे 10,000 गणेबी से नमस्कार करी दक्षिणा देवी आशीर्वाद नेबी किंतु दूत आनी ना 10,000 ब्राह्मण 9,000 केते ब्राह्मण पुरोहित मस्तिष्क विकृत होला 10,000 ब्राह्मण केमी हे कुम्भार मान कलश जाऊे गोपाल मान दौले दूध दही घी बारिक माने हुए तो पानी डबा आनिया करुले कहले कुम्भार माने गोपाल माने भंडारी माने तमे गोटे गोटे पैता ग्रहण कर राजा कहूँ गोटे गोटे गिरी गणिब समस्त को नमस्कार कर 10,000 ब्राह्मण को दक्षिणा दब आशीर्वाद नब ये कुम्भार को जिते बड़े कहले कुम्भार ब्राह्मण ठिया कहले आम ब्राह्मण आम वेद मंत्र पढ़ुचु तमें पार्टी पाकु पाकु कर आम जमी हाथ उठाऊ सेमती हाथ उठेब कुम्हारा कहले हौ तापर आपण देख तो बारिका मान भंडारी मान गोपाल कहले तमें सेमती हाथ उठेब पार्टी पाकु पाकु कर आम वेद मंत्र पढ़ू भंडारी मान को से कहले जिते बड़े भंडारी कुम्हार गौड़ समस्त को ब्राह्मण कर 10,000 ब्राह्मण पूर्ण है राजा चलीगला पुरोहित कले कुमार पैता वर्धन कर भंडारी पैता वर्धन कर तेज गौड़ पैता वर्धन कर कहला तुमको किए खोसामत कर ब्राह्मण कर ठिया करने सब कहले राजा जन जी कुम्हार भंडारी गौड़ को ब्राह्मण कर ठिया कर मस्तिष्क विकृत है कहे ये कुम्हार मान को ब्राह्मण हिसाब से ग्रहण कर जा भंडारी मान को ब्राह्मण हिसाब से ग्रहण कर जा गौड़ मान को ब्राह्मण हिसाब से ग्रहण कर गोत्र देवता कुम्हार मान को ये अच्छा पूर्व पुरुष कुम्हार से कहती जातपुर पाला बेले कहती आम पूर्व पुरुष कुम्हार उहा खपरा बाड़ी बाहर गोपाल माने जो माने दूध जोगे से ब्राह्मण करने तेणुक आपण कौन कहि ओडार ऐतिह्य परंपरा अति महान
ସେ ସମ୍ପର୍କରେ ଆଲୋଚନା କଲେ ଅତିବାହିତ ହେବ। ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ଐକ୍ୟ ପାଲା ଗାୟକ ମାନେ ୟାକୁ ପ୍ରଚାର ମୁସଲମାନ ପାଲା ଗାୟକ ଅଛନ୍ତି ଆପଣମାନେ ଜାଣନ୍ତି କି କହିପାରିବେ? ମୁସଲମାନ ପାଲା ଗାୟକ ଭଦ୍ରକ ଜିଲ୍ଲା ଗୁଡ଼ପୋଖରୀ ଗ୍ରାମ ଧାମନଗର ଥାନା ସୂଚି ପୁରୁଷାନୁକ୍ରମେ ମୁସଲମାନ ପାଲା ଗାୟକ ଅଛନ୍ତି। ହିନ୍ଦୁ ପଡ଼ିଆ ହିନ୍ଦୁ ଗାୟକ ତାଙ୍କୁ ହୁଏତ ଆପଣମାନଙ୍କର ବ୍ରାହ୍ମଣ ମାନେ ଆହ୍ୱାନ କରିବେ ମନ୍ତ୍ର ପଢ଼ିବେ ସୂଚି ମୁସଲମାନ ପାଲା ଗାୟକ ପାଲା ଗାଇବ। ଏବେ ମଧ୍ୟ ପାଲା ଗାଉଛନ୍ତି। ଆଉ ବେଶୀ କିଛି କହିବେନି ଅତିରିକ୍ତ ଆପଣଙ୍କର ବହୁଳ ସମୟକୁ ମୁଁ କେବେ ନଷ୍ଟ କରିବାକୁ ଦେବିନି। ଏଇ ଯେଉଁ ଶାସନ ନିବାସୀ ଆବାଳ ବୃଦ୍ଧ ନେତା ସମସ୍ତଙ୍କୁ ମୁଣ୍ଡିଆ ମାରୁଛନ୍ତି। ରତିକାନ୍ତ ବାବୁ ଆପଣ ଅଛନ୍ତି ଆପଣଙ୍କ ସହିତ ମୁଁ ବହୁତ କଥାବାର୍ତ୍ତା ହେଇଛି। ଯାହା ହଉ ମୁଁ ବିଶେଷ ଖୁସି ଆପଣମାନଙ୍କୁ ଜ୍ୟେଷ୍ଠ କନିଷ୍ଠ ନିର୍ବିଶେଷରେ ମଞ୍ଚାସୀନ ଅତିଥି ଏବଂ ଆପଣମାନେ ମୋ ସମ୍ମୁଖରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମୁଁ ନମସ୍କାର କରୁଛି। ମୁଁ ଯେତେ ବୟୋଜ୍ୟେଷ୍ଠ ହେଲି ସୁଦ୍ଧା ତେଣୁକରି ମୁଁ ଏତିକି କହିବି ମୁଁ ଆପଣମାନଙ୍କଠୁ ବିଦାୟ ଗ୍ରହଣ କରୁଛି। ଜୟ ନାରାୟଣ। ଆମେ କୃତଜ୍ଞତା ଜ୍ଞାପନ କରୁଛୁ।